ମୁଁ ପ୍ରଥମେ ଆସିଲି ଯେତେବେଳେ ଆଲବମ୍ କଲି ମୋ ବେଳରେ ବୁଲୁ ଆସିଥିଲା, ବୁଲୁ କଲା, ବୁଲୁ ପରେ ପପୁ କଲା, ପପୁ ପରେ ଅନୁଭବ ଆସିଲା। ଏମିତି ଗୋଟେ ଟ୍ରେଣ୍ଡ ଆମେ ଆଲବମ୍ରେ ଗୋଟେ ଆମେ 3-4 ଜଣ ଆମେ ଆଲବମ୍ଟାକୁ ପୁରା କଣ୍ଟ୍ରୋଲ କରି ଯାଉଥିଲୁ। ତ ମୋର ଯେତିକିଟା ଗୀତ ଦେଖନ୍ତୁ, ଭଲ ଗୀତ ହଉ, ଟ୍ରେଣ୍ଡିଂ ନମ୍ବର ହଉ, ମତେ କୁହନ୍ତୁ 2009ରେ କରିଥିଲି ଗୀତଟେ ସିନେମାରେ ଚକା ଚକା ଭୁଉଁରିରେ, ଯେ କଣ ସେ ଗୀତଟା ଯୋଉ ନିଆଳି ଛେନା, ବର୍ତ୍ତମାନ ରିଲ୍ସ ଦେଖିଲେ ତା ଦେହରେ କରୁଛନ୍ତି। ମୋର ଲେଖିଛି ନା ତୋର ରିଲ୍ସ ହଉଛି, ମୋର ଯୋଉ ହଳଦୀ ନା 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 ସୋରିଷ ପୁଲିଆ ମୁହଁ ତୋର ସେ ଯୋଉ ଗୀତଟି ସେ ବି ହଉଛି। ତାପରେ କଳା ମେଘି ପ୍ରଭାକୃତ ମଲ୍ଲି ଫୁଲ ଗଜରା ବି ଏବେ ରିଲ୍ସ କରୁଛନ୍ତି। ଆଉ ସମ୍ବଲପୁରୀ ଗୀତ ଗୁଡା ପ୍ରାୟ ରିଲ୍ସ ହଉଛି। ତ ମୁଁ ଭାବୁଛି ଯେ ମତେ ଲୋକମାନଙ୍କର ଆଶୀର୍ବାଦ ଅଛି, ଭଗବାନଙ୍କ ଆଶୀର୍ବାଦ ଅଛି, ବାପା ମାଙ୍କ ଆଶୀର୍ବାଦ ଅଛି ଯେ ମୁଁ 98 ମସିହାରେ କରୁଥିଲି। ଆଜି ଗୋଟେ ଦେଖିଛି ମୋର ବହୁତ ପୁରୁଣା ଗୀତ 98 କି 99ରେ କରିଥିଲି, ତତେ ମୋ ରାଣ ଦେଲି ଆଲୋ ବାଇ ଚଢେଇ, ତାକୁ ବି ବର୍ତ୍ତମାନ ଧୀରେ ଧୀରେ ରିଲ୍ସ ଆରମ୍ଭ କଲେଣି। ତ ଏଟା ମୋ ପାଇଁ ସେତେବେଳେ ଲୋକମାନଙ୍କର ଭଲ ପାଇବା କଳାକାର ମାନଙ୍କ ପାଇଁ ଥିଲା। ଆପଣ ମାନେ ଯୋଉମାନେ ଯଦି ଦେଖିଥିବେ ସେତେବେଳେ ସୁଟିଂ, ଆମେ ଯେତେବେଳେ ସୁଟିଂ କରୁଥିଲୁ ରୋଡରେ, ଲୋକମାନେ ଯିଏ ଅଫିସ ଯାଉଥିବ ଯାହା ଥାଉଥିବ ସେ ଗାଡି ଅଟକେଇକି ରହିକି ସୁଟିଂ ଦେଖୁଥିଲେ। କାରଣ ସେତେବେଳେ କଳାକାର ମାନଙ୍କୁ ସମ୍ମାନ ମିଳୁଥିଲା। ସେ ସମ୍ମାନକୁ ଆମେ ନିଜେ ନିଜେ ନଷ୍ଟ କରିଦେଇଛନ୍ତି। ସେଥିପାଇଁ ଆଉ ସେ ସମ୍ମାନଟା ନାହିଁ, ସେ ଭଲ ପାଇବାଟା ନାହିଁ। ସୁଟିଂ ଚାଲିଛି, ଲୋକ ଦେଖୁଛନ୍ତି, ସେଟା ଗୋଟେ ପ୍ରକ୍ରିୟା। ବାପ ପୁଅ ଜନ୍ମ କରି ସେମାନେ ତାକୁ ପାଳିବ, ଏଟା ଗୋଟେ ପ୍ରକ୍ରିୟା। ସେଇଭଳି ସୁଟିଂ ହଉଛି, ଲୋକ ଦେଖୁଛନ୍ତି। ମୁଁ ଲକ୍ଷ୍ୟ କରୁଛି ସେ ଆନ୍ତରିକତା ଆଉ କଳାକାର ମାନଙ୍କ ପ୍ରତି ଦର୍ଶକ ମାନଙ୍କର ନାହିଁ। ଆପଣ ମାନେ ପ୍ରାୟତଃ ଜାଣିଥିବେ, ଯୋଉମାନେ ସେ ସମୟର ଗୀତ ଶୁଣିଥିବେ, ମୋର କୌଣସି ଗୀତ ଖରାପ ଗୀତ ନାହିଁ। ସେ ସ୍ଲୋ ଗୀତ ହଉ, ସେଇ ବର୍ଷା ସେଇ ରାତି ହଉ, କିମ୍ବା ତୋ ନାଁରେ କେହି କହିଲେ, ତୋ ଛାଇକୁ କେହି ଛୁଇଁଲେ ମତେ କାହିଁକି ବାଧେ ହଉ, ଆରମ୍ଭ କରିକି ସମ୍ବଲପୁରୀର ସବୁ ଗୀତ କହିଦେବି। ଯେ ଛୁଆ ଖେଲା ବା କିଏ, ହାଡିଆ ବାଲି ମୋର କୁସୁନା ବାଲି, ମୋର ପାଚିଲା ବେଲ, ଆଉ ଗୋଟେ ହଉଛି ଆମର ବିଜଲି ବାଲି, ଆଉ ଗୋଟେ ହଉଛି ନଲିଆ ତଲେ ବଲିଆ ଝୁରି, ସବୁ ଗୀତ ମାଇ ଅଲ୍ ନମ୍ବର୍ସ ଆର୍ ହିଟ୍ସ। ତେଣୁ ମୁଁ କେବେ ବି କୋଉ ଗୀତକୁ ମାନେ କୌରବର 100 ପୁଅ ଭଳି ମୋର ସବୁ ପୁଅ ମାନେ ଭଲ କି ଖରାପ ମୁଁ ଜାଣିନି, କିନ୍ତୁ ମୁଁ ମୋ ପିଲାମାନଙ୍କର ଯୋଉ ଇଏରେ ମୁଁ ଅଛି, ଯୋଉ ଗୀତ ଗୁଡା କରିଛି। ନାଇଁ ନାଇଁ, ବବଲୁ ମୋଠୁ ବହୁତ ଜୁନିୟର। କାରଣ ମୁଁ ପ୍ରଥମେ ଆସିଲି ଯେତେବେଳେ ଆଲବମ୍ କଲି, ମୋ ବେଳରେ ବୁଲୁ ଆସିଥିଲା, ବୁଲୁ କଲା, ବୁଲୁ ପରେ ପପୁ କଲା, ପପୁ ପରେ ଅନୁଭବ ଆସିଲା। ଏମିତି ଗୋଟେ ଟ୍ରେଣ୍ଡ ଆମେ ଆଲବମ୍ରେ ଗୋଟେ ଆମେ 3-4 ଜଣ ଆମେ ଆଲବମ୍ଟାକୁ ପୁରା କଣ୍ଟ୍ରୋଲ କରି ଯାଉଥିଲୁ। ତାପରେ ଯାଇକି ବବଲୁ ଆଉ ବହୁତ ପିଲା ଆସିଲେ। ଆଉ ବବଲୁ ସେତେବେଳେ ସବୁଠାରୁ ଭଲ ଡ୍ୟାନ୍ସର ଥିଲା, ଭଲ ନାଚୁଥିଲା। ମୋର ଗୋଟେ ବର ଆସୁଛି ଦେଖ ରୋଷଣୀ କରି ଗୋଟେ ଗୀତ ଥିଲା, ସେଥିରେ ମୁଁ ବର ହେଇଥିଲି, ସିଏ ନାଚୁଥିଲା ବରଯାତ୍ରୀ ହେଇକି। ବହୁତ ବଢିଆ ପିଲା ବବଲୁ। ଏବେ ବହୁତ ବର୍ଷ ହେଲା ଦେଖା ହେଇନି, ମୁଁ ଭାବୁଛି ସେ ଯୋଉଠି ଥିବ ଭଲରେ ଥିବ। ଥ୍ୟାଙ୍କ ୟୁ ସୋ ମଚ୍।